ଜୀବନରେ କେବେ କେବେ ଏମିତି ମୁହୂର୍ତ୍ତ ଆସେ ନା ଯେବେ ନିଜ ଛାତି ଭିତରେ ଏକ ଭୟଙ୍କର ଖାଲିପଣ ଲାଗେ। ଯେବେ ଲାଗେ ଯେ ସବୁ ହାରିଗଲି, ଆଉ କାହା ପାଇଁ ବଞ୍ଚିବି, କାହା ପାଇଁ ଲଢ଼ିବି। ସେଇ କେବଳ ମନରେ ଏକ ପ୍ରଶ୍ନ ଆସେ, ମୋ ପାଖରେ କିଛି ରହିଲା କି? ଏବଂ ସେହି ପ୍ରଶ୍ନଟା ଯେତେବେଳେ ମନରେ ଲାଗେ, ଦେଖିଥିବ ମଣିଷ ଭିତରୁ ଭାଙ୍ଗିଯାଏ। କିନ୍ତୁ ସତ କଥା ହେଉଛି, ସେ ପ୍ରଶ୍ନଟା ହେଉଛି ତୁମ ନୂଆ ଜୀବନର ଆରମ୍ଭ। ତୁମେ ଏବେ ଯେତେ ଭାବୁଛ ମୁଁ ହାରିଗଲି, ତା ସତ୍ୟ ନୁହେଁ। ତୁମେ ହାରି ନାହିଁ, ତୁମେ କେବଳ ଥମିଗଲ, ତୁମେ ଅଟକି ଗଲ। ହାରିଯିବା ମାନେ ହେଉଛି ଜଣେ ଲୋକ ଯେବେ ଆଉ ଥରେ ଉଠିବାର ଚେଷ୍ଟାକୁ ମଧ୍ୟ ଛାଡ଼ିଦିଏ। କିନ୍ତୁ ତୁମେ ଏଇ କ୍ଷଣି ଏଇ ସ୍ପିଚ୍ ଶୁଣୁଛ, ଏହାର ଅର୍ଥ ହେଉଛି ଯେ ତୁମ ଭିତରେ ଏପର୍ଯ୍ୟନ୍ତ ଏକ ଅଂଶ ଅଛି ଯାହା କହୁଛି ମୁଁ ପୁଣି ଉଠିପାରିବି, ମୋ ଜୀବନ ଆଉ ଥରେ ବଦଳି ପାରିବ। ତୁମେ ଏବେ ଯେତେ ଦୁଃଖରେ ଅଛ, ସେ ଦୁଃଖର ଅର୍ଥ ହେଉଛି ତୁମେ ଏବେ ମଧ୍ୟ ବଞ୍ଚିଛ। ମୃତ୍ୟୁରେ ଲୋକ ଦୁଃଖ ଅନୁଭବ କରନ୍ତି ନାହିଁ, କିନ୍ତୁ ତୁମେ କରୁଛ। ତାହେଲେ ତୁମେ ଏବେ ମଧ୍ୟ ଜୀବନ ସହ ଲଢ଼ୁଛ। ତୁମ ଭିତରେ ଏକ ଅଦ୍ଭୁତ ଜୀବନ ଶକ୍ତି ଅଛି ଯାହାକୁ ତୁମେ ନିଜେ ନଜରକୁ ଆଣିନାହିଁ। କିଏ କହୁଛି ତୁମେ ଯେ ଭୁଲ କରିଛ, ସେ ଭୁଲର ଅର୍ଥ ତୁମ ଜୀବନ ସମାପ୍ତ। କିଏ ଲେଖିଥିଲେ ଯେ ସେ ନିୟମ ତୁମେ ଭୁଲ କରିଥାଅ, କିନ୍ତୁ ସେ ଭୁଲ ତୁମ ଜୀବନକୁ ଅବଶ୍ୟ ନଷ୍ଟ କରିଦିଏ। ଏହା ସତ୍ୟ ନୁହେଁ। ଭୁଲରେ ମଣିଷ ତଳକୁ ଯାଏ, କିନ୍ତୁ ସେ ତଳକୁ ପଡ଼ିଥିବା ମଧ୍ୟ ଜଣେ ମଣିଷ ଉପରକୁ ଯିବାର ଅଧିକ ଶକ୍ତି ଦେଇଥାଏ। ଏକ ମଣିଷ ଯେତେବେଳେ ଭାଙ୍ଗିଯାଏ, ସେତେବେଳେ ତାର ଭିତରେ ଏକ ନୂଆ ମଣିଷ ଗଢ଼ାଯାଏ। ଯନ୍ତ୍ରଣା ବିନା ଶକ୍ତି ନାହିଁ, ବେଦନା ବିନା ବୁଝିବାର ଶକ୍ତି ନାହିଁ। ହୁଏତ ତୁମେ ଭାବୁଥିବ, ମୁଁ ଏତେ ଦୁଃଖ କାହିଁ ପାଉଛି? କିନ୍ତୁ ଏହି ଦୁଃଖ ହେଉଛି ତୁମର ସବୁଠାରୁ ବଡ଼ ଶିକ୍ଷକ। ଯେତେବେଳେ ମଣିଷ ଭାଙ୍ଗିଯାଏ, ସେତେବେଳେ ସେ ନିଜକୁ ବୁଝେ। ଯେତେବେଳେ ରାତି ଅଧିକ ଅନ୍ଧାର, ସେତେବେଳେ ପ୍ରଭାତ ଅଧିକ ସୁନ୍ଦର ଥାଏ। ଏବଂ ଏହି ଜୀବନର ଅନ୍ଧାର, ଏହା ତୁମ ପାଖରେ ଆସିଛି ତୁମେ ଆଲୋକକୁ ଦେଖିବା ପାଇଁ। ତୁମେ ଆଜି ହୋଇପାରେ ଥକି ଯାଇଛ, ହୋଇପାରେ କାହାକୁ କହିପାରୁନାହିଁ, ହୋଇପାରେ ଦିନଟା ଭାରି ଲାଗୁଛି, ହୋଇପାରେ କାହାର ସାହାଯ୍ୟ ମିଳୁନାହିଁ। କିନ୍ତୁ ତୁମେ ଏବେ ମଧ୍ୟ ଶ୍ୱାସ ନେଉଛ। ତାହାର ଅର୍ଥ ତୁମେ ଆଉ ଥରେ ଚେଷ୍ଟା କରିପାରିବ। ବହୁତ ଲୋକ ତୁମକୁ ବୁଝିବେ ନାହିଁ, ବହୁତ ଲୋକ ତୁମକୁ ହସିବେ, ବହୁତ ଲୋକ ତୁମେ କ'ଣ କରୁଛ ଏଥିରେ ନେଇ ଆଲୋଚନା କରିବେ। କିନ୍ତୁ କେତେକ ମଣିଷ ତୁମକୁ ନିଜ ପାଇଁ ଦେଖିବେ। କେତେ ଲୋକ ତୁମର ବେଦନାକୁ ବୁଝିବେ। ଶୂନ୍ୟ, ସମସ୍ତେ ନୁହେଁ। ଜୀବନରେ କେବଳ ତୁମେ ନିଜେ ତୁମକୁ ବୁଝିପାରିବ। ଏବଂ ଏହି ସ୍ପିଚ୍ ତୁମ ଭିତରେ ଲୁଚିଥିବା ସେ ମଣିଷକୁ ଯୋଗାଇବା ପାଇଁ। ଜୀବନରେ କେତେଥର ପଡ଼ିଲ, କେତେଥର ଫେଲ୍ ହେଲ, କେତେଥର ମନେ ଲାଗିଲା ମୁଁ ପାରିବି ନାହିଁ। ତୁମେ ପଡ଼ିଲ କିନ୍ତୁ ତୁମେ ଉଠିଲ ନା? ତୁମେ ଥକିଲ କିନ୍ତୁ ତୁମେ ଏଥିରେ ଅଛ ନା? ଏହା ପ୍ରମାଣ ତୁମେ ହାରୁଥିବା ଲୋକ ନୁହେଁ, ତୁମେ ଏକ ଯୋଦ୍ଧା। ଜୀବନ ତୁମକୁ ଭାଙ୍ଗିଛି କିନ୍ତୁ ଧ୍ୱଂସ କରିନାହିଁ। କେବେ କେବେ ଜୀବନ ଚୁପଚାପ ଭାବେ ତୁମକୁ କହେ, ମୁଁ ତୁମକୁ ମଧ୍ୟ ଶକ୍ତିଶାଳୀ କରୁଛି। ତୁମେ ଯାହା ହରାଇଛ ସେ କଥା ଭାବି କାନ୍ଦୁଥିବ, କିନ୍ତୁ ଏହି ହାର ତୁମ ଭବିଷ୍ୟତକୁ ତିଆରି କରୁଛି। ତୁମେ ଯେ ଦିନ ଉଠିବ, ସେଦିନ ତୁମେ ବୁଝିପାରିବ ଜୀବନ ପୂର୍ବରୁ ମୋ ପାଇଁ ପ୍ରସ୍ତୁତ ହେଉଥିଲା। ତୁମେ ଏବେ ଗଭୀର ଦୁଃଖରେ ଅଛ। ଭୟ, ଚିନ୍ତା, ବିଦିଶାର ମନକୁ ଦୁର୍ବଳ କରୁଛ। ପରୀକ୍ଷା ଖରାପ, ପରିବାର ଚାପ, ସମ୍ପର୍କ ଭାଙ୍ଗିଗଲା, କାମ ହାରିଗଲି, ମନେ ଲାଗୁଛି ମୋ ପାଖରେ ଆଉ କିଛି ନାହିଁ। ତେବେ ଶୁଣ, ଯେଉଁ ଲୋକ ପାଖରେ କିଛି ନଥାଏ, ତାଙ୍କର ନୂଆ ଆରମ୍ଭ ଅତ୍ୟଧିକ ଶକ୍ତିଶାଳୀ ହୁଏ। ତଳକୁ ପଡ଼ିଗଲ, ଭଲ, ଏବେ ତଳରୁ ଉଠିବା ପାଇଁ ଆଧାର ମିଳିଗଲା। କିନ୍ତୁ ଏକ କଥା ସର୍ବଦା ମନେ ରଖ, ନିଜକୁ ହାରିଯିବା ନୁହେଁ, ନିଜ ସ୍ୱପ୍ନକୁ ହାରିଯିବା ନୁହେଁ, ନିଜ ମନକୁ ହାରିଯିବା ନୁହେଁ। ତୁମେ ଜୀବନରେ ବହୁତ ଲୋକଙ୍କୁ ହରାଇ ପାରିବ, କିନ୍ତୁ ନିଜକୁ ହରାଇବା ସବୁଠାରୁ ବଡ଼ ଭୁଲ। ସମ୍ପର୍କ ଭାଙ୍ଗିପାରେ, ପରିସ୍ଥିତି ବଦଳିପାରେ, ପରାମର୍ଶ ନ ମିଳିପାରେ, କିନ୍ତୁ ତୁମର ଭିତରେ ଥିବା ସେ ଶକ୍ତି, ଏହା କେବେ ମରେ ନାହିଁ। ଏହି ଦୁଃଖ, ଏହା ସର୍ବଦା ପାଇଁ ନୁହେଁ। ତୁମେ ଯେଦିନ ଫେର ଉଠିବ, ସେଦିନ ତୁମେ ଆଜିର ଦୁଃଖକୁ ଧନ୍ୟବାଦ ଦେବ। କାରଣ ଏହି ଦୁଃଖ ତୁମକୁ ଶକ୍ତିଶାଳୀ କରିଛି। ଯେତେଦିନ ଯନ୍ତ୍ରଣା ଗଲା, ସେତେଦିନ ଶକ୍ତି ଆସିବ। ଜୀବନ ନୂଆ ଅବସର ଦେବାକୁ ସମୟ ହେଉଛି ଏବେ, ଏ ମୁହୂର୍ତ୍ତରୁ, ଏ ଶ୍ୱାସରେ, ଏ ହୃଦୟର ଧଡ଼କନରେ। ତୁମେ ଏବେ ଯେତେ ତଳକୁ ପଡ଼ିଛ, ସେ ତଳରୁ ଏକ ପଥ ଯାଉଛ ଉପରକୁ, ଏବଂ ସେ ପଥର ନାମ ହେଉଛି ପୁଣି ଆରମ୍ଭ କରିବା। ଜୀବନ ତୁମକୁ ଏଣିକି ରାସ୍ତାରେ ଭାଙ୍ଗିଦେଲା କି? ତୁମର ମନ ଲାଗିଛି ଯେ ବସ୍, ମୋ ପାଖରେ ଆଉ କିଛି ବାକି ନାହିଁ। ତୁମେ ଯେତେବେଳେ ଏମିତି ଭାବୁଛ, ସେତେବେଳେ ତୁମର ଭିତରେ ଯନ୍ତ୍ରଣା କେବଳ ତୁମେ ହିଁ ବୁଝିବ। ଦୁଃଖରେ ବସି ବସି ଏକ ଦିନର ଆଉ ଗୋଟେ ଦିନ କଟୁଛି, କିନ୍ତୁ ମନେ ଲାଗୁନି କିଛି ବଦଳିବାକୁ। ଲାଗୁଛି ମୁଁ ଯାହା କଲି ଭୁଲ କଲି। ମୋ ଚାରିପାଖରେ ସବୁ ଲୋକ ଆଗକୁ ବଢ଼ୁଛନ୍ତି, ମୋ ଜୀବନ ଧୀରେ ଧୀରେ ଶୂନ୍ୟ ହେଉଛି। କିନ୍ତୁ ସତ୍ୟତା ହେଉଛି, ତୁମେ ଯେତେ ହାରି ଯାଇଛ,
ସେତେବେଳେ ତୁମେ ଅସହ୍ୟ ଅବସ୍ଥାର ପ୍ରାରମ୍ଭ କରୁଛ। ହଁ, ତୁମର ଆଜିର ଅନ୍ଧକାର ଅବସ୍ଥା ଭବିଷ୍ୟତର ଆଲୋକରେ ତିଆରି। ଲୋକେ ପଚାରନ୍ତି, ତୁମେ ଏଭଳି କାହିଁକି ବଦଳିଗଲ? କେହି ବୁଝନ୍ତି ନାହିଁ ଯେ ଏକ ଭାଙ୍ଗିଥିବା ମନ ଭିତରେ କେତେ ଲଢ଼ିଯାଇ, କେତେ ରାତି ନିଦ ହେଉନି, କେତେ ସ୍ୱପ୍ନ ଭାଙ୍ଗି ଯାଉଛି। କେହି ବୁଝନ୍ତି ନାହିଁ ଯେ ହାରିଥିବା ଲୋକର ମନରେ କେତେ ଅପରିବର୍ତ୍ତନୀୟ ଯନ୍ତ୍ରଣା ଥାଏ। ତୁମେ ହାରିଲ, କିନ୍ତୁ ତୁମେ ଭାଙ୍ଗି ଯାଇନାହିଁ। ତୁମେ ପଡ଼ିଲ, କିନ୍ତୁ ତୁମେ ଶେଷ ହୋଇଯାଇନାହିଁ। ଜୀବନରେ କେହି ମଧ୍ୟ ସର୍ବଦା ଜିତୁନି। ଜୀବନ ସର୍ବଦା ଆମକୁ ଲାଠି ମାରେ। କେବେ କେବେ ଏତେ ଜୋରରେ ମାରେ ଯେ ଆମେ କିଛି ମୁହୂର୍ତ୍ତ ପାଇଁ ଜଗତକୁ ଦେଖିବା ବନ୍ଦ କରିଦେଉ। କିନ୍ତୁ ଏହି ପରୀକ୍ଷାରେ ଆମକୁ ବୁଝିବାକୁ ପଡ଼େ। ହାରିବା ଶେଷ ଭାବନି, ଭୁଲ କରିବା ପାପ ଭାବନି, ଭାଙ୍ଗିଯିବାର ଦୁର୍ବଳତା ଭାବନି। ସତ୍ୟ ପ୍ରଶ୍ନ ହେଉଛି, ତୁମେ ଆଉ ଥରେ ଉଠିବାକୁ ପ୍ରସ୍ତୁତ କି? ତୁମେ ଆଉ ଥରେ ନିଜ ହାତରେ ନିଜ ଜୀବନ କଣ୍ଟ୍ରୋଲ କରିବାକୁ ପ୍ରସ୍ତୁତ କି? ତୁମେ ଯେତେବେଳେ ଭାଙ୍ଗି ଯାଉଛ, ସେତେବେଳେ ତୁମର ଭିତରେ ଗଢ଼ା ଯାଉଛି ଏକ ନୂଆ ଶକ୍ତି। ତୁମର ଆଜିର କାନ୍ଦ ଆସନ୍ତାକାଲି ସବୁକିଛି ଅନୁଶାସନରେ ପରିଣତ ହେବ। ତୁମର ଆଜିର ଅସ୍ତବ୍ୟସ୍ତ ମନ ଆସନ୍ତାକାଲିରେ ତୁମକୁ ଜୀବନର ଆଗକୁ ଧକ୍କା ଦେବ। ଲୋକମାନେ କହିବେ, ତୁମେ ଅନ୍ୟମାନଙ୍କୁ ଭଳି ହେବାକୁ ପଡ଼ିବ। କିନ୍ତୁ ସତ୍ୟ ହେଉଛି, ତୁମେ କାହା ଭଳି ହେବାକୁ ନାହିଁ। ତୁମେ ଜୀବନ ପରିବର୍ତ୍ତନ ନିଜ ଭଳି ହେବାକୁ ହେବ। ତୁମର ସର୍ବଦା ବାହାରେ କାହା ସହିତ ନୁହେଁ। ତୁମର ସ୍ପର୍ଦ୍ଧା ତୁମର ଆଜିର ସିଙ୍ଗଲ ୱେକ୍ ସେଲ୍ଫ ସହିତ ଅଛି। ତୁମେ ମାନିଲ କି ନାହିଁ? ଦୁଃଖ ତୁମକୁ ଶିଖାଉଛି, ଭୁଲ ତୁମକୁ ଶିଖାଇଛି, ହାର ତୁମକୁ ଶିଖାଇଛି କି ତୁମେ ଏହାକୁ ବ୍ୟବହାର କରିବାକୁ ପ୍ରସ୍ତୁତ କି? ଜୀବନ ଏକ ସମୟ ଆସେ ଯେତେବେଳେ ଆମେ ରହୁ ଭୁଲରେ ଭରିଥିବା ଅତୀତର ଏକ ପକ୍ଷରେ ଆଉ ନୂଆ ଜୀବନ ପାଇବାର ଅବସର ଅନ୍ୟ ପକ୍ଷରେ। ତୁମକୁ ଚଏସ୍ କରିବାକୁ ପଡ଼ିବ। ତୁମର ଅତୀତକୁ ନେଇ କାନ୍ଦିବାକୁ ନା, ତାକୁ ପଦକ୍ଷେପ ଭଳି ଆଗକୁ ଏକ ବୋଲି ଦେବାର। ଯେତେବେଳେ ତୁମେ ନିଜର ଭାଙ୍ଗିଥିବା ମନକୁ ଧରି ଆଗକୁ ଚାଲିବ, ନିଜକୁ କହିବ, ମୁଁ ଆସନ୍ତାକାଲି ପାଇଁ ନମ ରୂପରେ ବନାଇବି। ମୋର ବେଦନାକୁ ମୋର ଶକ୍ତି କରିବି। ମୁଁ ଏମିତି ଉଠିବି ଯେ ମୋ ହାର ମଧ୍ୟ ଆଶ୍ଚର୍ଯ୍ୟ ହେବ। ସେଦିନ କାହା ପାଇଁ ନୁହେଁ, କେବଳ ତୁମ ପାଇଁ। ସେଦିନ ତୁମେ ଜୀବନକୁ କହିବ, ମୁଁ ମାନିନି, ତୁ ମୋତେ ଭଙ୍ଗାଇଲୁ, କିନ୍ତୁ ମୁଁ ମରିଗଲି ନାହିଁ। ତୁମର ଆଖିରେ ଯେ ଲୁହ ଝରି ଯାଉଛି, ସେସବୁ ଭବିଷ୍ୟତରେ ତୁମେ ତୁମ ନିଜର ଗର୍ବ ଅନୁଭବ କରିବାର ଏକ ମଞ୍ଜି। ତୁମେ ଆଜି ଯାହା ସହିଲ, କାଲି ତୁମକୁ କେହି ରୋକିପାରିବେ ନାହିଁ। କେବଳ ତୁମେ ଗୋଟେ କଥା ମନେ ରଖିଥିବ, ଯେତେ ପର୍ଯ୍ୟନ୍ତ ତୁମେ ଉଠୁଛ, ତୁମେ ହାରି ନାହିଁ। ଯେତେ ପର୍ଯ୍ୟନ୍ତ ତୁମେ ତୁମର ଅତୀତକୁ ଭବିଷ୍ୟତ କରିବାକୁ ଶିଖୁଛ, ତୁମର ଜୀବନ ବଦଳିବ। ଏବଂ ଯେତେବେଳେ ତୁମେ ବଦଳିବ, ତୁମର ଜୀବନ କେବଳ ଭଲ ହେବା ପାଇଁ ନାହିଁ, ଶାନଦାର ହେବା ପାଇଁ। ତୁମେ ଆଜି ଯେଉଁଠାରେ ଅଛ, ତାହା ତୁମର ଶେଷର ସ୍ଥାନ ନୁହେଁ। ଏହା କେବଳ ଏକ ଅନ୍ଧକାରର ଅଧ୍ୟାୟ। ପରବର୍ତ୍ତୀ ପୃଷ୍ଠାରେ ତୁମେ ଲେଖିବ ନୂଆ ରୂପରେ, ନୂଆ ଶକ୍ତିରେ, ନୂଆ ଜୀବନରେ। ତୁମେ ପଡ଼ିଲ, କିନ୍ତୁ ଏବେ ଉଠିବାର ସମୟ ଆସିଗଲା।